ଅନ୍ୟନ୍ୟ ମୁଁ ତୁମ ଘରେ ଜଳସ୍ପର୍ଶ କରିବି ନାହିଁ। ଲଳିତା କହିଲେ ଏପରି କୁହ ନା। ସମୟ ସୁବିଧା ଦେଖି ମୁଁ ଏହାର ବ୍ୟବସ୍ଥା କଲି। ଅତି ଆନନ୍ଦିତ ଲଳିତା ସ୍ୱାମୀଙ୍କର ଇଚ୍ଛାକୁ ପିତାଙ୍କ ନିକଟରେ ଉପସ୍ଥାପନ କଲେ। ଏହା ଶୁଣି ପିତା ବିଶ୍ୱାବସୁ ପ୍ରଥମେ ଅରାଜି ହେଲେ, ପରେ କନ୍ୟାର ବୁଦ୍ଧିକୁ ରକ୍ଷା କରି କହିଲେ ପ୍ରଭୁ ଅତ୍ୟନ୍ତ ଗୋପନ ମୁଁ ବିଦ୍ୟାପତିଙ୍କୁ ସାଙ୍ଗଙ୍କ ଆଖିରେ ପୁଟୁଳି ବାନ୍ଧିଦେବି। ଏହି ସର୍ତ୍ତରେ ବିଦ୍ୟାପତି ରାଜି ହେବାରୁ ଅତି ଆନନ୍ଦିତ ଅନ୍ଧ ପୁଟୁଳି ବାନ୍ଧି ପ୍ରଭାତରୁ ବିଶ୍ୱାବସୁ ନିଜର ନିଜ ସ୍ୱାମୀଙ୍କ ଗାମୁଛାରେ କିଛି ସୋରିଷ ବାନ୍ଧି ଏକ କଣା କରି ଦେଇଥିଲେ। ବିଦ୍ୟାପତି ଯିବା ରାସ୍ତାରେ ସେ ସୋରିଷ ବୁଣି ବୁଣି ଯାଉଥାନ୍ତି। ଏକ ଗୁମ୍ଫା ନିକଟରେ ପହଞ୍ଚି ବିଶ୍ୱାବସୁ ବିଦ୍ୟାପତିଙ୍କର ଅକ୍ଷରପୁରୀ ଖୋଲି ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବାକୁ କହିଲେ। ବିଦ୍ୟାପତି ଦେଖିଲେ ଛୋଟ ପାହାଡ଼ଟିଏ, ଘଞ୍ଚ ଜଙ୍ଗଲପୂର୍ଣ୍ଣ ଦୃଶ୍ୟ ଅତୀବ ରମଣୀୟ। ବ୍ୟାଘ୍ର ଗୁମ୍ଫ ମଧ୍ୟରେ ଠାକୁର ବିରାଜି, ପ୍ରଭୁ ପାଷାଣ ରୂପଧାରୀ ଚତୁର୍ଥ ମୂର୍ତ୍ତି। ଶ୍ରୀଅଙ୍ଗରୁ ତେଜ ଉତ୍ପନ୍ନ ହେଉଛି ଏବଂ ବାମ ପାଦ କନିଷ୍ଠ ଅଙ୍ଗୁଳିରୁ ମା ଗଙ୍ଗାଙ୍କର ଆବିର୍ଭାବ ହେଉଛି। ବିଦ୍ୟାପତି ପ୍ରଭୁଙ୍କୁ ସହସ୍ରବାର ପ୍ରଣାମ କରି ନିଜକୁ କୃତାର୍ଥ ମନେ କଲେ। ସମୟ ଜାଣି ବିଶ୍ୱାବସୁ ପୁନର୍ବାର ବିଦ୍ୟାପତିଙ୍କ ଆଖିରେ ପୁଟୁଳି ବାନ୍ଧି ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। କିଛି ଦିନ ଯିବା ପରେ ବିଦ୍ୟାପତି ଲଳିତାଙ୍କୁ କହିଲେ ପ୍ରାଣପ୍ରିୟ ବହୁଦିନ ହେଲା ଘର ଛାଡ଼ି ଆସିଲା, ଘରଟି ଭାରି ଭାରି କରୁଛି, କିଛି ଦିନ ପାଇଁ ଗାଁକୁ ଯିବି। ଏ କଥା ଶୁଣି ଲଳିତା ନିଜ ମଧ୍ୟ ଯିବା ପାଇଁ କହିଲେ। ସ୍ୱାମୀର ସେବା ସ୍ତ୍ରୀର ଧର୍ମ, ତେଣୁ ମୁଁ ତୁମକୁ ରହିପାରିବି ନାହିଁ। ହେଲେ ମୁଁ ତୁମର ଯିବାର କାରଣ ଜାଣିପାରିଛି। ତୁମେ ଇନ୍ଦ୍ରଙ୍କ ରାଜାଙ୍କର ସନ୍ଧାନ କର। ଏହା ଶୁଣି ବିଦ୍ୟାପତି ଆଶ୍ଚର୍ଯ୍ୟ ହୋଇଗଲେ ଓ ଲଳିତାଙ୍କୁ ଚୁପ୍ ରହିବା ପାଇଁ ନିର୍ଦ୍ଦେଶ ଦେଲେ। କାରଣ ବିଶ୍ୱାବସୁ ଏହି କଥା ଜାଣିଲେ ସବୁ କାର୍ଯ୍ୟ ବୃଥା ହୋଇଯିବ। ସ୍ୱାମୀଙ୍କର କଥାକୁ ଭାଙ୍ଗି ନ ପାରି ଲଳିତା ନିଜର ପତି ଦେବତା ଗାଁକୁ ଯିବା କଥା ବିଶ୍ୱାବସୁଙ୍କୁ କହିଲେ। ବିଶ୍ୱାବସୁ